ନିଦ ଭାଙ୍ଗୁଥିବ। ତେଣୁ ଲକ୍ଷ୍ମଣ ଯେତେବେଳେ ପହଞ୍ଚି ଗଲେ ସୁଗ୍ରୀବ ଉଠି ପଡ଼ିଲେ, କହିଲେ ହନୁମାନଜୀ ଚାଲ ଯିବା। ଅଷ୍ଟମଲଙ୍କୁ ନେଇକରି ଭଗବାନଙ୍କ ପାଖରେ ପହଞ୍ଚିଲେ, କହିଲେ ପ୍ରଭୁ ସବୁ ଦୋଷ ଆପଣଙ୍କର। ଲକ୍ଷ୍ମଣ କହିଲେ ଏଇଲେ ମୋ ଆଗରେ ଦୋଷ ମାନିଲା, ପ୍ରଭୁଙ୍କ ଆଗରେ କହିଲେ ପ୍ରଭୁଙ୍କର ଦୋଷ। ପ୍ରଭୁ ଆପଣ ଏଭଳି ସରଳ, ସିଏ ଆପଣଙ୍କୁ ଦୋଷୀ କଲାଣି। ଭଗବାନ କହିଲେ ନେବି, ଯିଏ ଦୋଷୀ କରୁ ଗାଳି କରୁ ଯାହା କରୁ ମୁଁ ତାକୁ ନେଇଯିବି, କିନ୍ତୁ ଜୀବ ସୁଧୁରି ଯାଉ, ଜୀବ ସୁଧୁରି ଯାଉ। ଇଏ ହେଉଛି ଭଗବାନଙ୍କର ବିଚାରଧାରା। ଆଜି ପ୍ରଭୁ କହିଲେ ମୈତ୍ର ସୀତା ମୋର ଅପହୃତା, କେମିତି କଣ ପାଇବି? ସୀତା କିଏ? ଶାନ୍ତି ସୀତା ସମାନିତା ଆତ୍ମାରାମ ବିରାଜତି। ଶାନ୍ତି ହଉଛନ୍ତି ସୀତା। ମୁଁ ଆଉ ଶାନ୍ତି ପାଇପାରୁନି। ଶାନ୍ତି କୋଉଠି ଅଛି? ଲଙ୍କାପୁରରେ। ଅଷ୍ଟମଲ ଯାଇକି ଖୋଜିକି ଦେଖିଲେ, ସମ୍ପାତି କହି ପକେଇଲେ କି ଧରି ଦୃଷ୍ଟି ଅପାର, କହିଲେ ଲଙ୍କାରେ ରାବଣ ନେଇକିରି ମା ଜଗତଜନନୀ ସୀତାଙ୍କୁ ରଖିଛି। ଆସିକିରି ସମସ୍ତେ ପ୍ରଭୁଙ୍କୁ ଜଣେଇଲେ, କହିଲେ ପ୍ରଭୁ ଆଗ ସନ୍ଧାନ ପାଇଗଲୁ କୋଉଠି ମା ଅଛନ୍ତି। ସତେ ପ୍ରଭୁ ଜାଣିନାହାନ୍ତି। ପ୍ରଭୁ ଜାଣିଛନ୍ତି ଜୟ ବିଜୟଙ୍କୁ ଅଭିଶାପ ଦେଇକି ରାବଣକୁ ମକର ନେଇଛନ୍ତି। ରାବଣ ଯିବ ମୋ ସୀତାଙ୍କୁ ଅପହରଣ କରିବ, ମୁଁ ତା ପୂର୍ବରୁ ଆଉ ଗୋଟିଏ ଡୁପ୍ଲିକେଟ ସୀତା ବାହାର କରିଦେଇଥିଲି ନା ନାଇଁ। ମାୟା ସୀତା ତିଆରି କରିଦେବି, ସିଏ ମାୟାରେ ଆସିବ, ମାୟା ସୀତାକୁ ନେଇକିରି ଯିବ, ମୁଁ ଲୀଳା କରିବାକୁ ଯିବି। ଆଉ ଏଇ ଲୀଳା ଭିତରେ କିଛି ଧର୍ମ ରହିବ, କିଛି ଶିକ୍ଷା ରହିବ। ରାମାୟଣ କିଛି ଜଗତ ଶିକ୍ଷା କରିବ କଳି ଯୁଗରେ। ଏଥିପାଇଁ ରାମଙ୍କର ଅବତାର। ଆଜି ବିଚାର ଦେଲେ, ସମସ୍ତେ ଆସିକି ଜଣେଇ ଦେଲେ, କହିଲେ ପ୍ରଭୁ ଏ 100 ଯୋଜନ ହଉଛି ସମୁଦ୍ର, ୟାକୁ ଯିଏ ପାର ହବ ସେ କେବଳ ସୀତାଙ୍କୁ ଭେଟି ପାରିବେ। କହିଲେ 7 ଯୋଜନ ସାଗର କେମନ୍ତେ ହୋଇବ ପାର, 7 ଯୋଜନ ସାଗର କେମନ୍ତେ ହୋଇବ ପାର, ବିଚାର କର ଉପାୟ କର। କାହିଁ ରାମ ରାମ ପରି ରାଜା ନାହିଁ, କାହିଁ ସୀତା ସୀତା ପରି ସତୀ ନାହିଁ। କହୁଛନ୍ତି ରଘୁବୀର ନୁଆହେ ମହାବୀର, 7 ଯୋଜନ ସାଗର ହୋଇବ ପାର। ଲକ୍ଷ୍ମଣ ପରାଏ ଭାଇ ଜଗତେ ମିଳିବେ ନାହିଁ, ହନୁମାନ ପରି ଭକ୍ତ ଗୋଟିଏ ଗୋଟିଏ ସେହି। କହନ୍ତି ପିନାକ ପାଣି ଶୁଣ ସଖୀ ସବାଣୀ, ପବିତ୍ର ହେ ଭୂମି ତଳି ଚରିତ ଶୁଣିବ। କାହିଁ ରାମ ପରି ରାଜା ନାହିଁ, କାହିଁ ସୀତା ସୀତା ପରି ସତୀ ନାହିଁ। କନ୍ଦ ଭଗବାନ କି ଜୟ। ତାହେଲେ ସଂସାର ଭିତରେ ଶାନ୍ତି କୋଉଠି ଅଛନ୍ତି? ଲଙ୍କାପୁରରେ। ଶାନ୍ତି ଅଛନ୍ତି ଲଙ୍କାପୁରରେ। ଭେଟିବ କିଏ? କେତେ ସୁନ୍ଦର ରାମଚରିତ ମାନସ। ଭଗବାନ ପଚାରିଲେ କିଏ ଯିବ? କିଏ କହିଲେ ମୁଁ ଅଧା ବାଟ ଯିବି, କିଏ କହିଲେ ମୁଁ ଯାଇକିରି ଫେରି ପାରିବି ନା। ଆରେ ସଂସାର ଭିତରେ ଭକ୍ତି କି ପାଇବା ପାଇଁ ହେଲେ ସେତିକି ସାଧନା ନଥିଲେ ଭକ୍ତି ଅର୍ଜନ କରିହବ ନା। ଭକ୍ତି କଣ ଏଇ ପଣ୍ଡିତ ମଠାଦି ଖଣ୍ଡ ପିନ୍ଧିଦେଲେ, ଭକ୍ତି କଣ 2-4 ଶ୍ଲୋକ ବୋଲି ଦେଲେ। ଭକ୍ତି ହଉଛି ଭକ୍ତି ସ୍ୱତନ୍ତ୍ର ସକଲ ସୁଖ ଖାଆନି। ସବୁ ସୁଖ ଠାରୁ ଏକ ସ୍ୱତନ୍ତ୍ର ସୁଖ ହେଲା ଭକ୍ତି। ଆଉ ଥରେ ଯିଏ ସେ ମାର୍ଗକୁ ଯାଏ, ମା ମାନେ ମୋର ଯଦି ଥରେ ଭକ୍ତି ମାର୍ଗକୁ ଆମେ ଯିବା, ଭଗବାନ ଆମ ଭିତରୁ ଯେତେବେଳେ ମଳ ଥିବ ସବୁ ଜାଗା ଆଡ଼େଇ ଆଡ଼େଇ ଦେବେ, ଖାଲି ଥରେ ଗୋଟେ ପାଦ ଆଗେଇ ଯା। ମନୁଷ୍ୟ ଜୀବନ ପାଇଛେ, କେବଳ ଭଗବାନଙ୍କ ପାଖରେ ଟିକେ ଭକ୍ତି ରଖିବା। ଆଜି ବିଚାର କଲେ, କହିଲେ କିଏ ଯିବ? କହିଲେ କହୁଛନ୍ତି ଜାମ୍ବବନ୍ତ ଶୁଣ ଆହେ ହନୁମନ୍ତ, ରାମ କାଜେ ଆସିଅଛ କାହିଁ ରାମ ରାମ ପରି ରାଜା ନାହିଁ, କାହିଁ ସୀତା ସୀତା ପରି ସତୀ ନାହିଁ। ପ୍ରକୃତ ଯିଏ ସେବକ, ପ୍ରକୃତ ଯିଏ ଭକ୍ତ, ସିଏ ଦେଖେଇ ହେଲା ଭଳି କାମ କରେ ନା, ସେ ନୀରବ ରହେ। କାରଣ ଜ୍ଞାନୀ ଲୋକମାନଙ୍କର ଗୋଟେ ବଡ ଗୁଣ ହଉଛି ସେ ନୀରବ ରହିବେ, ମୌନ ରହିବେ। କେତେବେଳେ ଆବଶ୍ୟକ ପଡ଼ିଲେ ସତ୍ସଙ୍ଗରେ କିଛି କହିବେ। ଆଉ ଅଳ୍ପ ଜାଣି ବହୁ ବଖାଣି, ଯିଏ ଅଳ୍ପ ଟିକେ ଜାଣିଥିବ ସେ କହୁ କେତେ କଣ ଗୋଟେ କହିଦେଇଥିବି। ଆଜି ବିଚାର ଦେଲେ ହନୁମାନଜୀ ମହାରାଜ ନୀରବ ବସିଥିଲେ।
ଜାମ୍ବବନ୍ତ କହିଦେଲେ କହୁଛନ୍ତି ଜାମ୍ବବନ୍ତ ଶୁଣ ହେ ହନୁମନ୍ତ ରାମ କାର୍ଯ୍ୟ ଆସିଅଛ କିମ୍ପାମସିଛ ରାମ କାଜ ଲାଗି ତବ ଅବତାରା ଭଗବାନ ରାମଙ୍କର କାମ ପାଇଁ ତୁମେ ଆସିଛ ବସିଲେ ହବ ପର୍ବତ ଭଳି କଣ କଲେ ଶରୀର ଧାରଣ କଲେ ହନୁମାନ ପ୍ରଭୁ ପଚାରିଲେ କହିଲେ ହନୁମାନଜୀ ମୋ ସୀତା ଲଙ୍କାରେ ଅଛନ୍ତି ଅର୍ଥ ଶାନ୍ତି ଅପହୃତା ଶାନ୍ତି ଯାଇକି ଲଙ୍କାରେ ଅଛି ଆଉ ଲଙ୍କା ନିଶ୍ଚିତର ନିକର ନିବାସ ଲଙ୍କା ହଉଛି ଅସୁର ମାନଙ୍କର ପୁରୀ ତା ଭିତରେ ଶାନ୍ତି ପାଇବ ତ ଆଜିକାଲି ତ ଯୋଉ ଗାଁ ଗଲେ କହିଲେ ଆଜ୍ଞା ଆମର ଏଟା ଅସୁର ପୁରୀ ଯାହା ଟିକେ ହରିନାମ ଚାଲିଛି ଆଉ କଣ ମୂଳରେ ଭଗବାନ ତ ସେ କଥା କହିଥିଲେ କହିଲେ ହନୁମାନ ଯିଏ ଲଙ୍କାପୁରୀରେ ଶାନ୍ତି ଦର୍ଶନ କଲା ସିଏ ଠିକ ଅର୍ଥ କହିଲେ ହନୁମାନ କହିଲେ ଯିବ ନା ପ୍ରଭୁ ଯିବି ନା ନା 100 ଯୋଜନ ସମୁଦ୍ର କହିଲେ ପ୍ରଭୁ ଯିବି ନା କେମିତି ନା 7 ଯୋଜନ ସାଗର ନିମିଷେ ହୋଇବି ପାର ତବ କୃପା ବଳେ ଯିବି ମାତା ଭେଟିବି ଓ ରାମ କାହିଁ ରାମ ପରି ରାଜା ନାହିଁ କାହିଁ ସୀତା ସୀତା ପରି ସତୀ ନାହିଁ লক্ষণ পরায় ভাই জগতে মিলিবে নাহি হনুমান পরি ভক্ত গোটিয়ে গোটিয়ে সেহি ভগবান কি জয় প্রভু এটি তাঙ্ক লীলাକୁ ଟିକେ ସଂକୁଚିତ କରିଦେଇକି ଭକ୍ତର ଲୀଳା ଆରମ୍ଭ କଲେ ଭକ୍ତ ହଉଛନ୍ତି ହନୁମାନଜୀ ମହାରାଜ କହିଲେ ପ୍ରଭୁ 100 ଯୋଜନ ସମୁଦ୍ର କେତେ ନା କଣ ଯାଇପାରିବ ନା ତବ କୃପା ବଳେ ଯିବି ଯେତେବେଳେ ରାମଙ୍କର କୃପା ହେଇଯାଏ ସେତେବେଳେ ସମୁଦ୍ରଟା କିଛି ବଡ କଥା ନୁହଁ ମା ମାନେ ଆମେ ଗୋଟେ ସମୁଦ୍ରରେ ଅଛେ କେମିତି ପାର ହବା ଏକୁ କୋଉ ସମୁଦ୍ର ବୋଲି କହନ୍ତି ଭବସାଗର ଇଏ ହଉଛି ଭବରୂପକ ସମୁଦ୍ର ଏ ସମୁଦ୍ରରୁ ପାର ହବା ନା ନାଇଁ ନା ଗୋପାଳ ଏମିତି ସବୁବେଳେ ଖାଲି ପ୍ରବଚନ କରୁଥିବେ ପୁଣି ଦିନେ ଯିବେ ନା ନାଇଁ କିନ୍ତୁ କେମିତି ଯିବା ତୁଳସୀ ରାମଚରିତ ମାନସର ଉତ୍ତରାଖଣ୍ଡରେ କହିଛନ୍ତି ଭବସାଗର ଯୋଉ ପାର ହି ପାवा ରାମ କଥା ତା କହ ଦୃଢ ନାବା ଦୃଢ ଭାବରେ ଈଶ୍ୱରଙ୍କ ରାମଙ୍କର କଥା କହ ଆଉ ଗୋଟିଏ ମାତ୍ର ଭଗବାନଙ୍କୁ ମାଗ କଣ ମନ ଏବେ ହୁଅ ତୁ ସଜ ମାୟା ମୋହ ଟିକେ ବରଜ ମନ ଏବେ ହୁଅ ତୁ ସଜ ମାୟା ମୋହ ଟିକେ ବରଜ ମନ ଏବେ ହୁଅ ତୁ ସଜ ମାୟା ମୋହ ଟିକେ ବରଜ ସଂସାର ନିତ୍ୟ ରାମ ନାମ ସତ୍ୟ ସଂସାର ନିତ୍ୟ ରାମ ନାମ ସତ୍ୟ ପରିସାର ମନ ତାକୁ ସମ୍ବଳ ନିତିନିଆ ସଂସାର ମେଳ ଯିବା ଯିବାରେ ଲାଗିଛି ଖେଳ দিদিয়া সংসার খেল জীবা জীবারে লাগিছি বেড় দিদিয়া সংসার খেল ଆସନ୍ତାକାଲି 3ଟି ତତ୍ତ୍ୱ ଆଲୋଚନା କରିବା 3 ପ୍ରକାର ମାୟାକୁ ନ କାଟିଲା ପର୍ଯ୍ୟନ୍ତ 5ଟି ଜିନିଷ ନହେଲେ ସୀତା ଦେଖିପାରିବାନି 5 ଜିନିଷ କଣ 3 ପ୍ରକାର ମାୟା ସାତ୍ବିକ ମାୟା ରାଜସିକ ମାୟା ତାମସିକ ମାୟା ଏ 3 ମାୟାରେ ଆମେ ଛନ୍ଦି ହେଇକିରି ଅଛେ 3 ମାୟାକୁ ପାର ହବୁ ଗୋଟେ ଗନ୍ଧର୍ବ କନ୍ୟାକୁ ଦର୍ଶନ କରିବୁ ଆଉ ଜଣେ ସନ୍ଥକୁ ଭେଟିବୁ ଲଙ୍କାରେ ପରମ ସନ୍ଥ କିଏ ବିଭୀଷଣ ଲଙ୍କାରେ ପରମ ସନ୍ଥ ହେଲା ବିଭୀଷଣ ସନ୍ଥଙ୍କର ଲକ୍ଷଣ କଣ କହିଲେ ବାହାରକୁ ଗୋଟେ ଭିତରକୁ ଗୋଟେ ହଁ ନା ନାଇଁ କଣ ଯେତେବେଳେ ରାବଣ ଆସିକି ଧମକେଲା କିରେ କଣ ମୋର ଆଣ୍ଟି ପାର୍ଟିର ପତାକା ବାହିଛୁ ତା ନାଁ କଣ ଲେଖିଛୁ ସେ ମୋର ପରମ ଶତ୍ରୁ ରାମ ବୋଲି ଲେଖିଛନ୍ତି ଯିଏ ସନ୍ଥ ସେ ଭାରି ଚତୁର ହବ ବିଭୀଷଣ କହି ପକାଇ କରେ ଭାଇ ନା ସିଏ ତାଙ୍କ ନାଁ ନୁହଁ ନା ଆଉ ନା ଆପଣଙ୍କର ପ୍ରଥମ ନା ଭାଉଜଙ୍କର ପ୍ରଥମ ନା ମୁଁ ଭାଇ ଭାଉଜଙ୍କୁ ମୋର ଲକ୍ଷ୍ମୀ ନାରାୟଣ ଭଳିଆ ସେବା କରେ ତେଣୁ ତମର ପ୍ରଥମ ନାଁ ମନ୍ଦୋଦରୀର ପ୍ରଥମ ନାଁ ମୋ
ତେଣୁ ମୁଁ ଭାଇ ଭାଉଜଙ୍କ ନାଁ ଲେଖିଛି ନା ଆଉ କଣ। ରାବଣ ଖୁସି ହେଇକିରି ପଳାଏ। ଭଗବାନ କହିଲେ ହନୁମାନ ଏଇମାନଙ୍କୁ କହନ୍ତି ଚତୁର ଭକ୍ତ ନା ନାଇଁ। ଚତୁର ଭକ୍ତ ହଉଛନ୍ତି ଏଇମାନେ ବାହାରେ ଗୋଟିଏ ଭିତରେ ଅନ୍ତରରେ ନିଷ୍ଠା। ଲୋକେ ବାହ୍ୟ ବ୍ୟବହାର ଲୋକେ ବାହ୍ୟ ବ୍ୟବହାର କରିବ ଅନ୍ତରରେ ନିଷ୍ଠା ଥିବ। ଯେତେ ଭୋଜି ଭୁଜା ନୟାଗଡ଼ରେ ମୋର ସାଙ୍ଗମାନେ ଆସିବେ ଗୋପାଳ ତୁ ଯିବୁ ମୁଁ ନିଶ୍ଚୟ ପହଞ୍ଚିବି କିନ୍ତୁ ପହଞ୍ଚିବି ସେବା ହବ କାରଣ ସାତ୍ବିକ ଭୋଜନ ନହେଲେ ହବ ନାହିଁ। ସେ କଲ୍ୟାଣ କଲ୍ୟାଣ ମଣ୍ଡପକୁ ଆମେ କେବେ ଯାଉନୁ ସେଠିକି ସବୁ ଯାକ କଲ୍ୟାଣ ସେଇଠି ଖାଲି କଲ୍ୟାଣ ହାଡ଼ ଗୋଡ଼ କୁଟିକିରି ପିଠି ପିଠି ଲଗେଇକିରି କଣ ଖାଲି ପାଟି ଖାଉଛି କାହା ସାତ ଖାଇଥବ କାହାର ଏଠି ଲାଗିଥବ ନା ନାଇଁ। ସିଏ ଯୋଉ ପ୍ରକାର ଅବସ୍ଥା ସେଠିକି ଆମ ଭଳି ଯିବ ଯିବନି। ଶାସ୍ତ୍ର ବିଚାର ଦେଲେ ସମସ୍ତଙ୍କ ସାଙ୍ଗରେ ମଧୁର ବ୍ୟବହାର କରୁଥିବ ଅନ୍ତରରେ ନିଷ୍ଠା ଥିବ। ଇଏ ହେଉଛନ୍ତି ବିଭୀଷଣ। ତାହେଲେ ହନୁମାନ ତୁମେ ସନ୍ଥ ଦର୍ଶନ କରିବ ଆଉ ସନ୍ଥଙ୍କ ମାଧ୍ୟମରେ ତମେ ଯାଇକି ସୀତାଙ୍କୁ ଦର୍ଶନ କରିବ। ସନ୍ଥଙ୍କର ଗୋଟିଏ କନ୍ୟା ରାମଚନ୍ଦ୍ର ମାନସ ତତ୍ଵ ବିଷୟରେ ଦେଖିବା। ସନ୍ଥଙ୍କର କନ୍ୟା ବିଭୀଷଣର ଝିଅ କିଏ? ତ୍ରିଜଟା। ତ୍ରିଜଟାର ତିନିଟା ରୂପ କଣ ଶାସ୍ତ୍ର କହିଛନ୍ତି। କହିଲେ ସଂସାର ଭିତରେ ତ୍ରିଜଟାର ତିନୋଟି ରୂପ। କହିଲେ ପ୍ରାତ କାଳେ କନ୍ୟା ରୂପଂ ମଧ୍ୟାହ୍ନେ ତରୁଣୀ ତଥା ସାୟଂ କାଳେ ବୃଦ୍ଧା ରୂପା ତ୍ରିଜଟା ନାମ ବିଦିତା। କହିଲେ ପ୍ରଭାତେ କୁମାରୀ ରୂପା। ପ୍ରଭାତରେ ସେ କୁମାରୀ ହେଇକି ସୀତାଙ୍କ ପାଖକୁ ଯାଏ ତାଙ୍କୁ କଣ କରେ ଟିକେ କୁଆ ପୁଛା କରିକିରି ଆସେ। ମଧ୍ୟାହ୍ନରେ ତରୁଣୀ ହେଇକିରି ଯାଏ ସଧବା ନାରୀ ହେଇକିରି ଯାଏ ଆଉ ସନ୍ଧ୍ୟା ବେଳେ ବୁଢୀ ହେଇକିରି ଯାଏ ଆଉ କହେ ନିଶ୍ଚିତ ଭାବରେ ରାମ ଆସିବେ। ଚିନ୍ତା କର ନା ମା ରାମ ନିଶ୍ଚିତ ଭାବରେ ଆସିବେ। ଆଉ ସେଇ ସନ୍ଥଙ୍କର କନ୍ୟା ଯାହାକୁ ତତ୍ଵ ଦୃଷ୍ଟିରେ କୁହାଗଲା ବ୍ରହ୍ମଚାରୀ ହେଉଛନ୍ତି ହନୁମାନ। ଯେତେବେଳେ ବିଭୀଷଣଙ୍କ ପାଖରେ ପହଞ୍ଚିଲେ ଯାଇକିରି କଣ କହିଲେ କହିଲେ ବିଭୀଷଣ ମୁଁ ମାଙ୍କୁ ଟିକେ ଦେଖିନି। ବିଭୀଷଣ କହିଲେ ତମେ ମାଙ୍କୁ ଦେଖିନ କୁଆଡେ ଆସିଛ କିରେ ନ ଦେଖିବା ଲୋକ ଯାଇକି ବାଟ ଆସିବ କି ଦେଖିବା ପାଇଁ। କହିଲେ ତମେ ଯୋଉ ରାମ ରାମ ଲେଖିଛ ଦେଖିଛ ନା ନାଇଁ ମୁଁ କଣ ଶୁଣିଛି। ଶ୍ରୁତାତ ଦୂରେ ଭବଦୀୟ କୀର୍ତ୍ତି ମୁଁ ତାଙ୍କର କୀର୍ତ୍ତି ଗୁଡାକ କାନରେ ଶୁଣିଛି କିନ୍ତୁ ତାଙ୍କୁ ଦେଖି ନାହିଁ। ନା ଭଲ ହେଲା ତମେ ମା ବାପ ଛେଉଣ୍ଡକୁ ମୁଁ ମା ଛେଉଣ୍ଡ ଯୋଡା ଯାକ ଛେଉଣ୍ଡ ପିଲା ଗୋଟେ କାମ କରିବା ନା କଣ ମୁଁ କେମିତି ଟିକେ ସୀତାଙ୍କୁ ଭେଟିବି ମୋ ମାଙ୍କୁ ଦେଖିବି। କହିଲେ ତମେ ବ୍ରହ୍ମଚାରୀ କିନ୍ତୁ ମୋର ଗୋଟେ ଏମିତି ଝିଅ ଅଛି ତାକୁ ତମେ କୋଉ ରୂପରେ ଦେଖିବ ମୁଁ ଜାଣିପାରୁନି। ତାର ତିନିଟା ରୂପ। ଇଏ କହିଲେ ନାଇଁ ମତେ ତାର ବୃଦ୍ଧା ରୂପାଟା ଦେଖା। ତାର ବୃଦ୍ଧ ରୂପ ଅର୍ଥ ମୁଁ ତାଙ୍କୁ ମା ବୋଲି ସମ୍ମାନ ଦେବି। ବ୍ରହ୍ମଚାରୀ ସାଧୁ ସନ୍ନ୍ୟାସୀ ମାନେ ପଣ୍ଡିତ ମାନେ ପର ନାରୀକି ଦେଖିଲେ ମାତୃବତ ବିଚାର କରନ୍ତି। ଇଏ ମୋର ମା ଭଳିଆ। ତାହେଲେ ମତେ ସେଇ ରୂପଟା ଦେଖା ମୁଁ ସନ୍ଧ୍ୟା ବେଳେ ଯାଇକି ଯିବି କୋଉଠିକି ମା ଜଗତଜନନୀ ସୀତାଙ୍କୁ ଦର୍ଶନ କରିବା ପାଇଁ ହନୁମାନଜୀ ମହାରାଜ ତ୍ରିଜଟାଙ୍କ ମାଧ୍ୟମରେ ଯାଇକି ଦେଖୁଛନ୍ତି ମା ଧାର ଧାର ଲୁହ ବଢଉଛନ୍ତି କୋଉଠି ଅଶୋକ ବାଟିକାରେ। ପ୍ରଭୁ ବିଚାର କଲେ ହନୁମାନ କହିଲେ ପ୍ରଭୁ ମୋ ମା ଏଡେ ଦୁଃଖରେ ଅଛନ୍ତି। ପ୍ରଭୁଙ୍କୁ ପଚରା ଗଲା ପ୍ରଭୁ ମା ସୀତାଙ୍କୁ କନ୍ଦେଇବା ଆପଣଙ୍କର ଠିକ ହେଲା। କହିଲେ ମୁଁ କଣ କନ୍ଦଉଛି କି ମୁଁ ଦେଖୁଥିଲି ସୀତା ବଦଳିବା ପରେ ପାଠ କେମିତି କରୁଛି ତାହେଲେ ଠିକ ପାଠ ହେଇଛି। ସୀତା ବି ତାଙ୍କର ପାଠ ଭଲ କରିଛନ୍ତି ଆଉ ଇଏ ଯୋଉ ବ୍ରହ୍ମଚାରୀକି ପଠେଇଲି ଇଏ ବି ୟାଙ୍କ ପାଠ ଠିକ କରୁଛନ୍ତି। ଆଉ ମୁଁ ତ ହଉଛି ସର୍ବେଶ୍ୱର ଲୀଳା କରିବା ବାଲା ଭଗବାନ। ସେ ଲୀଳା ପୁରୁଷୋତ୍ତମଙ୍କର ସୁନ୍ଦର ଲୀଳା ଆସନ୍ତାକାଲି ଶୁଣିମା। ପୁଣି ଆସନ୍ତାକାଲି ପୂର୍ଣ୍ଣାହୁତି ନିଶ୍ଚିତ ଭାବରେ ଭୂଷଣ୍ଡ କାକ ଗରୁଡ଼ ସମ୍ବାଦକୁ ଆଲୋଚନା କରିବା। ତାରି ଭିତରେ ଧର୍ମ ରଥର କଥା ମୁଁ ଆପଣମାନଙ୍କୁ ନିଶ୍ଚିତ ଭାବରେ ଆସନ୍ତାକାଲି ଜଣେଇବି। କାରଣ ଭୂଷଣ୍ଡ କାକ ଗରୁଡ଼ ସମ୍ବାଦ ଯେତେବେଳେ ଆଲୋଚନା ହବ ସିଏ ସବୁ ତତ୍ତ୍ୱ ଗୁଡାକ ଆସନ୍ତାକାଲି ଅଛି। ସବୁ କଥାକୁ ଆଡ଼େଇ ଏ ତତ୍ତ୍ୱକୁ ଆସନ୍ତାକାଲି ଆଲୋଚନା କରିବା ପ୍ରସଙ୍ଗ ଚାଲିଥିବ। କଥାର ତତ୍ତ୍ୱ ମଧ୍ୟ ଥିବ। ଆଉ ଏ କଥା ହଉଛି ଏତେ ବଡ କଥା ତାକୁ ମାସ ମାସ ଧରିକିରି କହିଲେ ସରିବ ନାହିଁ। ତେଣୁ ସମବେତ ଭକ୍ତବୃନ୍ଦ ଦୁଇ ପଦ ପ୍ରଭୁଙ୍କର ପବିତ୍ର ନାମ। ଆଜି ଭକ୍ତ ଦେଖୁଛନ୍ତି ଭକ୍ତି କି ନାଇଁ ଭକ୍ତ ଦେଖୁଛନ୍ତି ଭକ୍ତି କି ଦର୍ଶନ କରୁଛନ୍ତି। ଆମେ ମଧ୍ୟ ପ୍ରଭୁଙ୍କର ନାମକୁ ଆଶ୍ରୟ କରିବା। ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ଶ୍ରୀରାମ ଜୟ ରାମ
নাম কত কোটি যেতে দূর যায় ও হত্যা ব্রহ্ম হত্যা নারী কপড়ায় নাম ভজ নাম জপ নাম কর ভালো নাম নাম ধরিতে তু হবু হে মুহারো দয়া গোবিকা নাথ যেতে ক্ষেত্র নাম বফল মিলে কাম বিরাম নাম রাম রাম জয় রাম হরি हरि बोल 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 आनंद कंद भगवान की जय आनंद कंद महाप्रभु की जय आदि आनंद की जय सत्संग की जय राम कृष्ण हरि नाम महिमा की जय श्री जगन्नाथ महाप्रभु की जय सुधामूर्ति भगवान की जय रामचरितमानस महायज्ञ की जय आनंद बोल आनंद एक बार हरि हरि महाबाहु अन्य शरण नहीं आउ तुम इच्छा जा ताहा कर अन्य शरण नहीं मोर हरि ओम तत्सत जय श्री राम समस्त के समस्त